ସମସ୍ତଙ୍କୁ ସାରସ୍ୱତ ନମସ୍କାର। ପୁସ୍ତକ ସମୀକ୍ଷା କ୍ରମରେ ଆଜି ରହିଛି କବି ଦୀନବନ୍ଧୁ ବେଜଙ୍କ ତମସା ତୀରେ। ମୁଁ ଲେଖିଥିବା ଏହି ସମୀକ୍ଷାଟି 18/11/2023 ଶନିବାର ଦିନ ଅପରାହ୍ନ ଖବରକାଗଜରେ ପ୍ରକାଶିତ ହୋଇଛି। ସେଥିପାଇଁ ଅପରାହ୍ନର ସମ୍ପାଦକ ବଂଶୀଧର ଜେନା ଭାଇଙ୍କୁ ଆନ୍ତରିକ ଧନ୍ୟବାଦ ଦେଉଛି। ତାହେଲେ ଆସନ୍ତୁ ଶୁଣିବା ତମସା ତୀରେ ପୁସ୍ତକ ସମ୍ପର୍କରେ ଲେଖିଥିବା ସମୀକ୍ଷାଟି। ଅନୁରୋଧ କରିବି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ସମୀକ୍ଷାଟି ନିଶ୍ଚିତ ଶୁଣିବେ, ଭଲ ଲାଗିଲେ ମତାମତ ଦେବେ। ତାହେଲେ ଆସନ୍ତୁ ଶୁଣିବା। କବିତା ସଂକଳନ ତମସା ତୀରେ କବି ଦୀନବନ୍ଧୁ ବେଜଙ୍କ କାବ୍ୟ ସାଧନାର ଆଦ୍ୟ ସ୍ତବକ। ସଂକଳନଟି କବିଙ୍କ ଦରଦୀ ଭାବାବେଗ ଓ ମରମୀ ମାନସିକତାର ମାର୍ମିକ ଉଚ୍ଚାରଣ। ନବପ୍ରଜନ୍ମର ଏହି କବିଙ୍କ ସର୍ଜନ ବିମୁଗ୍ଧତା ଓ ପ୍ରତ୍ୟୟନିଷ୍ଠ ଆବେଗ ଖୁବ୍ ଦ୍ୟୁତକ ଓ ନିର୍ଲିପ୍ତ। ସଂକଳନଟିରେ ଥିବା 62ଟି କବିତାରେ ଜୀବନ ଜିଜ୍ଞାସା, ସମାଜ ସଚେତନତା, ଦେଶାତ୍ମବୋଧକ ଭାବନାର ସ୍ୱର ଶାଣିତ ଓ ଗଭୀର। ଅଧିକାଂଶ କବିତାରେ ସାମ୍ପ୍ରତିକ ମଣିଷର ଅସହାୟତା, ପ୍ରେମ ଓ ପ୍ରଣୟର ବିବର୍ତ୍ତିତ ବିକୃତ ରୂପ, ଗ୍ରାମୀଣ ଓ ସହରୀ ସଭ୍ୟତା ମଧ୍ୟରେ ସଂଘର୍ଷ, ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ସ୍ୱର ଉତ୍ତୋଳନ ଆଦି ନିଖୁଣ ଭାବରେ ବର୍ଣ୍ଣିତ। ଭଦ୍ରକ ଜିଲ୍ଲାରେ ଜନ୍ମ ହୋଇଥିଲେ ବି ଜୀବନ ଜୀବିକା ଅନ୍ୱେଷଣରେ କବି ଆଦରି ନିଅନ୍ତି ମାଲକାନଗିରି ଜିଲ୍ଲାକୁ। ସେଠିକାର ନୈସର୍ଗିକ ଶୋଭାସମ୍ପଦ ଓ ପ୍ରକୃତିର ଗୁମ୍ଫିତ ସୁଷମାରାଜିକୁ ପ୍ରାଣଭରି ଭଲ ପାଇଛନ୍ତି। ସବୁଜ ପ୍ରକୃତି କୂଳରେ ନିଜକୁ ହଜାଇ ଜୀବନ ମନ୍ତ୍ରରେ ବିଭୋର ହୋଇଛନ୍ତି। ତାହାର ଐତିହ୍ୟ ଓ ସଂସ୍କୃତିକୁ ସ୍ମରଣ କରିଛନ୍ତି ଶୀର୍ଷକ କବିତାରେ। ମାଲକାନଗିରିର ମାଲ୍ୟବନ୍ତ, ଚିତ୍ରକୂଟର ଭଗ୍ନ କୁଟୀର, ଚିତ୍ରକୋଣ୍ଡାର ଜଳକୁଣ୍ଡ ଓ ମା ଆମାକୁଣ୍ଡ ଆଦି ପୌରାଣିକ ସ୍ମୃତିଚିହ୍ନ ବହନ କରିଛି କବିଙ୍କ ତମସା ତୀରେ କବିତା। କବିଙ୍କ ଭାଷାରେ ସ୍ଥାବର ଜଙ୍ଗମ ତରୁଲତା କୀଟ ଚରା ଭୂମିର ଭୂଖଣ୍ଡ ଚିତ୍ର ବିଚିତ୍ରର ପ୍ରତିଛବି ଆଙ୍କେ ଚିତ୍ରକୋଣ୍ଡା ଜଳଗଣ୍ଡ ଶୋଭା ବୈଭବର ବିଚିତ୍ର ସୃଷ୍ଟି ଆମ ମା ଆମାକୁଣ୍ଡ ସର୍ବ ସଂସ୍କୃତିର ପେଣ୍ଠସ୍ଥଳୀ ଏହି ବଡ଼ ଯାତ୍ରା କରେ ରୁଣ୍ଡ ବଡ଼ ଯାତ୍ରା କରେ ରୁଣ୍ଡ। ଗାଁ ମାଟିର କମ୍ର କୋମଳ ରୂପମାଧୁରୀ କବିଙ୍କ ମନରେ ସୃଷ୍ଟି କରିଛି ଅପୂର୍ବ ପୁଲକ। ସେହି ଅନ୍ତହୀନ ପୁଲକର ଅନୁଭୂତିକୁ ସେ ରୂପାୟିତ କରିଛନ୍ତି ନିଜ କଲମ ମୁନରେ। ଭୁଲି ପାରୁନି ମୋ ଗାଁ ମାଟି କବିତାରେ ସେ ଲେଖନ୍ତି, ଏହି ମାଟିରେ ମୋ ଜେଜେ ଗୋସିବାପା ବସିଛନ୍ତି ମୂର୍ତ୍ତି ହୋଇ, ମାଟିର ମହକ ମହ ମହ ବାସେ ବର୍ଣ୍ଣିକି ପାରିବେ କେହି, ଏଣୁ ମୋ ମାଟିକୁ ପାରିବିନି ଭୁଲି, ଜନମ ଭୂମି ନିଆରା ଜନମ ଭୂମି ନିଆରା। ସତରେ ନିଜର ଜନ୍ମଭୂମି ଗାଁ ମାଟିକୁ କେହି ସହଜରେ ଭୁଲି ପାରନ୍ତିନି। ତେଣୁ କବି ଦୀନବନ୍ଧୁ ବେଜ ବି ସେଥିରୁ ବାଦ୍ ଯାଆନ୍ତେ କିପରି? ପିଲାଦିନର ସ୍ମୃତି ମନକୁ ଆନ୍ଦୋଳିତ କରେ, କିନ୍ତୁ କବିଙ୍କ ପାଇଁ ସେହି ବାଲ୍ୟକାଳ ଚନ୍ଦନବନ ସଦୃଶ। ତାହାର ସେହି ସୁଗନ୍ଧିତ ମଧୁବଳା ଛବିଳ ଅତୀତକୁ ଆତୁର ହୋଇ ଖୋଜିଛନ୍ତି କବି ମୋ ପିଲାଦିନ କବିତାରେ। ତେଣୁ ସେ ଗାଇ ଉଠିଛନ୍ତି, ଚନ୍ଦନବନ ହେ ମୋ ପିଲାଦିନ, ନିଷ୍ପାପ ନିଷ୍କପଟ ଏ ପିଲାଦିନ, ନିଛନ୍ଦ ନିର୍ମାୟା ଏ ପିଲାଦିନ, ଫେରିଆସ ଟିକେ ମୁଁ ଆତୁର, ଆନମନା ମୋର ହୃଦୟ ମନ, ଆନମନା ମୋର ହୃଦୟ ମନ।
ବାଘ ମଣିଷ କବିତାରେ ମଣିଷର ବ୍ୟାଘ୍ରପଣିଆ ଓ ହିଂସ୍ରତାର ଜାନ୍ତବ ରୂପର ଜୀବନ୍ତ ବର୍ଣ୍ଣନା କରିଛନ୍ତି, ଯେଉଁଥିରେ ମୂଲ୍ୟବୋଧହୀନ ଅମଣିଷ ପଣିଆର ହିଂସ୍ର ଆନନ୍ଦରେ ମତ୍ତ ମଣିଷର ବ୍ୟଭିଚାରୀ ଆସୁରିକ ରୂପକୁ ଉତାରିଛନ୍ତି କବିତାରେ। ତେଣୁ ବାଘ ମଣିଷ କବିତାରେ ସେ ଲେଖନ୍ତି, ମାଡ଼ିଆ ସେ ସୁନାମି ଢେଉ ପରି ମଣିଷଖିଆ ବାଘ ପ୍ରକମ୍ପିତ ହୁଏ ଚିତ୍କାର ଓ ହେଣ୍ଟାଳ, ଚାରିଆଡ଼େ ଖାଲି କୁଢ଼ କୁଢ଼, ନାବାଳିକାର ମାଂସ ଆଉ ହାଡ଼, ନାବାଳିକାର ମାଂସ ଆଉ ହାଡ଼। ରାସ୍ତାଘାଟର ଦୁରବସ୍ଥା ସହିତ ପୋଲିସର ମାତ୍ରାଧିକ ଫାଇନ୍ ଆଦାୟକୁ ନାପସନ୍ଦ କରିଛନ୍ତି କବି। ପ୍ରଥମେ ରାସ୍ତାଘାଟ ସଜାଡ଼ି ତାପରେ ଫାଇନ୍ ଆଦାୟ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି। ତେଣୁ ଟ୍ରାଫିକ୍ ଟ୍ରାଜେଡ଼ି କବିତାରେ ସେ କହିଛନ୍ତି, ଚାଲାଣ ବାନ୍ଧିବୁ ସରକାର ପାଇଁ, ଏଠି କହୁଛୁ ଶୁଣ ହେ ସରକାର, ରାସ୍ତାଘାଟ ଖାଲଖମା ରେଡ଼ି କର, ଫାଇନ୍ ଗଣିବୁ ତିଳେ ଦୁଃଖ ନାହିଁ, ସବୁ ଦିଗେ ରାସ୍ତା ହେଉ ବରାବର, ସବୁ ଦିଗେ ରାସ୍ତା ହେଉ ବରାବର। କିଏ କାହାର କବିତାରେ ସାମ୍ପ୍ରତିକ ସମାଜ ବ୍ୟବସ୍ଥାରେ ପାରିବାରିକ ଜୀବନର ବନ୍ଧନ କିପରି ହୁଗୁଳି ଯାଇଛି ତାହାର ମାର୍ମିକ ବର୍ଣ୍ଣନା କରିଛନ୍ତି କବି। ଜଳଛବିରେ ଭାରତମାତା ସହିତ ମା ମାଟିର ଜୟଗାନ ବି କରିଛନ୍ତି। ସେହିପରି ମୁଁ ପରି କହୁଛିରେ ନାରୀ ନିର୍ଯାତନା ବିରୋଧରେ ସ୍ୱର ଉତ୍ତୋଳନ, ଅନ୍ନଦାତାରେ କୃଷକର ଦୁଃଖ, ପ୍ରତି ମା ପ୍ରତିମାରେ ମାତୃଜାତିର ବନ୍ଦନା ଗାନ କରିବାକୁ ଆହ୍ୱାନ, ମାନସିକ ମା ବାପାଙ୍କରରେ ପାଶ୍ଚାତ୍ୟ ସଂସ୍କୃତିର ଅନ୍ଧାନୁକରଣରେ ପାଳିତ ଭାଲେଣ୍ଟାଇନ୍ ଦିବସ ପାଳନ ବଦଳରେ ପିତୃମାତୃ ବନ୍ଦନା ସହିତ ଶହୀଦ ଦିବସ ପାଳନ ପାଇଁ ପରାମର୍ଶ ଦେଇଛନ୍ତି କବି। ଲକଡାଉନ୍, ନାକାବନ୍ଦୀ, ସମର୍ପଣ, ସତ୍ୟଯୁଗ ଫେରୁଛି ଆଦି କବିତାରେ କରୋନାର ଭୟାବହତା ସ୍ୱୀକାରୋକ୍ତିରେ ତାମିଲନାଡ଼ୁ ରାଜ୍ୟର ଷଣ୍ଢ ଓ ମଣିଷ ଲଢ଼େଇର ମର୍ମନ୍ତୁଦ ଜାଲିକାଟୁ ଉତ୍ସବର ଆୟୋଜନ, ମୁଁ ମଣିଷରେ ମଣିଷ ପଣିଆ ଉପରେ ପ୍ରଶ୍ନ, ବଦଳିବାର ସମୟରେ ମଣିଷର ବଦଳିଯିବା ଉପରେ ଆଲୋକପାତ କରିଛନ୍ତି କବି। କେବଳ ମଣିଷ ଉପରେ ହେଉଥିବା ଅନ୍ୟାୟ ନୁହେଁ, ବରଂ ପୃଥିବୀ ଉପରେ ହେଉଥିବା ଅତ୍ୟାଚାର ବନ୍ଦ ହେବା ଚାହାନ୍ତି ଦୀନବନ୍ଧୁ। ଜଣେ ବିଜ୍ଞାନ ଶିକ୍ଷକ ହୋଇଥିବାରୁ ପରିବେଶ ପ୍ରତି ବେଶ ସଚେତନ ସେ। ତେଣୁ ପୃଥିବୀକୁ ବିଶ୍ରାମ ଲୋଡ଼ା କବିତାରେ ସେ ଗାଇଛନ୍ତି, ନଳକୂପ ଖୋଳାଯାଏ, କାରଖାନା ଗଢ଼ି ଉଠେ, ବସୁମାତା ବହୁ କଷ୍ଟ ପାଏ, ଗତିଶୀଳ ହୋଇ ବି ସ୍ଥିର, ଭାବିବାକୁ ନାହିଁ ତାର ତର, ଘର ଭିତର ଅଳନ୍ଧୁକୁ ବୋହି ନୀଳକଣ୍ଠ ସାଜିଅଛି ସିଏ, ନୀଳକଣ୍ଠ ସାଜିଅଛି ସିଏ। ବାସ୍ତବରେ ପୃଥିବୀ ଉପରେ ମଣିଷର ଏହି ଅତ୍ୟାଚାରକୁ ଦେଖି ସେ ବ୍ୟଥିତ ହୋଇଛନ୍ତି ନିଶ୍ଚିତ ଭାବରେ। ଆକାଶ ଓ ଜହ୍ନ ତାରାର ନୈସର୍ଗିକ ସୁଷମା ତାଙ୍କ ସ୍ୱପ୍ନବିଳାସୀ ମନ ପ୍ରାଣରେ ସୃଷ୍ଟି କରିଛି ଉତ୍ତାଳ ତରଙ୍ଗ। ମଣିଷର ବୈଜ୍ଞାନିକ ମନୋବୃତ୍ତି ଓ ପ୍ରକୃତି ସହିତ କୃତ୍ରିମର ଲଢ଼େଇକୁ ଲକ୍ଷ୍ୟ କରି କବିଙ୍କ ପ୍ରେମିଳ ପ୍ରୀତିଚ୍ଛନ୍ନ ମନଟି ହତାଶ ହୋଇଛି। ଜହ୍ନରେ କଳଙ୍କ କବିତାରେ ସେ ଲେଖିଛନ୍ତି, ଭାବିଥିଲି ମୋ ପ୍ରିୟାର ପଣତକାନିର ଫାଙ୍କେ ଉଇଁବ ପୁନେଇ ଚାନ୍ଦ, ଚନ୍ଦ୍ରମାସିର ଚୈତାଳିରେ ଏବେ କିନ୍ତୁ ଆମ ଆଡ଼େ ଝିନ ବସ୍ତ୍ରରେ ବି ଜହ୍ନ ମୁରୁକି ହସୁନି, ବାଣ୍ଟୁନି ସଫେଦ ଆଲୁଅ। କବି ଦୀନବନ୍ଧୁ ସମାଜର ଜୀବନର ଦୋଷତ୍ରୁଟି ଦେଖାଇବାରେ ଅତି ନିର୍ଭୀକ। ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହୁଏ ମାଟି ପାଇଁ, ଦେଶ ଜାତି ପାଇଁ କବିଙ୍କ ମମତା କେତେ ତୀବ୍ର, ଶୋଷିତ ଅତ୍ୟାଚାରିତଙ୍କ ପ୍ରତି କେତେ ବ୍ୟାକୁଳ ଓ ସମ୍ବେଦନଶୀଳ ସେ। ତମ ସାଥିରେ ପାଠକ ସମାଜରେ ଆଦୃତ ହେଉ ଓ କବିଙ୍କ ଲେଖନୀ ଓ ସଂଗଠନ ଦକ୍ଷତାର ଉତ୍ତରୋତ୍ତର ଉନ୍ନତି ହେଉ, ଏହି କାମନା ସହ ମୁଁ ରହୁଛି। କଣ୍ଡୁରି ଚରଣ ରାଉତ। ନମସ୍କାର।